ଜଣେ ଖ୍ରୀଷ୍ଟିଆନ ଭାବରେ ଆପଣ କ'ଣ ପ୍ରଲୋଭନ ଟେମ୍ପଟେସନ୍ ସହିତ ଷ୍ଟ୍ରଗଲ୍ କରୁଛନ୍ତି? ଆପଣ କ'ଣ ଖରାପ ଭିଡ଼ିଓସ୍, ମଦ୍ୟପାନ, ଟିଭି ସିରିଏଲ୍, ମୁଭି ଦେଖିବାରେ, ସିନେମା ସଙ୍ଗ୍ ଶୁଣିବାରେ, ମନି କିମ୍ବା ଅନ୍ୟ କୌଣସି ପ୍ରଲୋଭନ ସହିତ ସଂଘର୍ଷ କରୁଛନ୍ତି? ଏହି ଅଭ୍ୟାସ ଗୁଡ଼ିକରୁ ବାହାରିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ହୋଇପାରୁନାହାନ୍ତି? ଏହି ପାପପୂର୍ଣ୍ଣ ଦୁନିଆରେ ଅନେକ ପ୍ରଲୋଭନ ଅଛି ଏବଂ ଏହା ସର୍ବଦା ରହିବ। ତେଣୁ ପ୍ରଲୋଭନକୁ କିପରି ଜୟ କରାଯାଇପାରିବ ତାହା ଆପଣଙ୍କୁ ବିବ୍ଲିକାଲି କହିବାକୁ ଚାହେଁ। Why? Because ପ୍ରଥମତଃ ଆପଣ ଈଶ୍ୱରଙ୍କ ସନ୍ତାନ ଏବଂ ଯଦି ଆପଣ ଏହା ନ କରନ୍ତି ତେବେ ପ୍ରଲୋଭନ ଆପଣଙ୍କୁ ପାପ ଆଡ଼କୁ ଏବଂ ପାପ ମୃତ୍ୟୁ ଆଡ଼କୁ ଅର୍ଥାତ୍ ଆଧ୍ୟାତ୍ମିକ ମୃତ୍ୟୁ ଆଡ଼କୁ ନେଇଯିବ। ଯାକୋବ 1:14-15 ପଦ କହେ, କିନ୍ତୁ ପ୍ରତ୍ୟେକ ବ୍ୟକ୍ତି ଆପଣା ଅଭିଳାଷ ଦ୍ୱାରା ଆକର୍ଷିତ ଓ ପ୍ରଲୋଭିତ ହୋଇ ପରୀକ୍ଷିତ ହୁଏ। ପୁଣି ଅଭିଳାଷ ଗର୍ଭଧାରଣ କରି ପାପ ପ୍ରସବ କରେ। ପୁଣି ପାପ ପୂର୍ଣ୍ଣ ମାତ୍ରାରେ ବୃଦ୍ଧି ପାଇ ମୃତ୍ୟୁ ଜନ୍ମ ଦିଏ। ବର୍ତ୍ତମାନ ଏହା ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଯେତେବେଳେ ଆପଣ ପ୍ରଲୋଭିତ ହୁଅନ୍ତି ସେତେବେଳେ ଆପଣ ପାପ କରୁନାହାନ୍ତି, କିନ୍ତୁ ଯେତେବେଳେ ଆପଣ ପ୍ରଲୋଭନରେ ପଡ଼ିଲେ ସେତେବେଳେ ଆପଣ ପାପ କରନ୍ତି। କିନ୍ତୁ ଯୀଶୁ ନିଜେ ମଧ୍ୟ ପ୍ରଲୋଭିତ ହୋଇଥିଲେ, କିନ୍ତୁ ସେ ପାପ କରିନଥିଲେ। ସେ ପାପ ରହିତ ହୋଇ ସବୁ ବିଷୟରେ ଆମମାନଙ୍କ ପରି ପରୀକ୍ଷିତ ହୋଇଥିଲେ। ତେବେ କ'ଣ ପ୍ରଲୋଭନକୁ ଜୟ କରିବା ସମ୍ଭବ? ନିଶ୍ଚିତ ଭାବରେ ଏହା ସମ୍ଭବ। ତେବେ ଆପଣ ଏହା କିପରି କରିପାରିବେ ସେ ବିଷୟରେ ଆମେ ଆଲୋଚନା କରିବାକୁ ଯାଉଛୁ। ବର୍ତ୍ତମାନ ଜଣେ ଖ୍ରୀଷ୍ଟିଆନ ଭାବରେ ପ୍ରଲୋଭନକୁ ପ୍ରତିରୋଧ କରିବା ପାଇଁ 4ଟି ଗୁରୁତ୍ୱପୂର୍ଣ୍ଣ କଥା ଅଛି ଯାହା ଆପଣଙ୍କ ସମ୍ମୁଖରେ ରଖିବା ପାଇଁ ଚାହେଁ। ପ୍ରଥମରେ ସତ୍ୟ ପକ୍ଷରେ ରୁହନ୍ତୁ ବା ସତ୍ୟ ସହିତ ଦୃଢ଼ ହୋଇ ରୁହନ୍ତୁ। ସତ୍ୟ ପକ୍ଷରେ ରୁହନ୍ତୁ ବା ସତ୍ୟ ସହିତ ଦୃଢ଼ ହୋଇ ରୁହନ୍ତୁ। ପ୍ରଲୋଭନକୁ ଜୟ କରିବା ପାଇଁ ବାଇବଲ ସତ୍ୟ ଏବଂ ଈଶ୍ୱରଙ୍କ ବାକ୍ୟ ପ୍ରଲୋଭନ ବିଷୟରେ କ'ଣ କହେ ତାହା ଆପଣଙ୍କୁ କହିବାକୁ ଚାହେଁ, କାରଣ ଆପଣ ଏକ ଆଧ୍ୟାତ୍ମିକ ଯୁଦ୍ଧରେ ଅଛନ୍ତି ଏବଂ ଆପଣଙ୍କର ଅସ୍ତ୍ର ବା ଖଡ୍ଗ ହେଉଛି ଧର୍ମଶାସ୍ତ୍ର ବା ବାକ୍ୟ। ଏଫେସୀୟ 6:17 ପଦ କହେ, ପରିତ୍ରାଣ ରୂପ ଶିରତ୍ରାଣ ପରିଧାନ କର ଏବଂ ଆତ୍ମାଙ୍କ ଖଡ୍ଗ ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଧାରଣ କର। ଏବେ ଆପଣଙ୍କୁ ବୁଝିବାକୁ ହେବ ଯେ ଆପଣ ପୃଥିବୀରେ ଥିବା ପର୍ଯ୍ୟନ୍ତ ପ୍ରଲୋଭନ କେବେ ବି ଦୂର ହେବ ନାହିଁ ଏବଂ ଆପଣଙ୍କ ଚାରିପାଖରେ ଥିବା ସମସ୍ତ ପ୍ରଲୋଭନ ଈଶ୍ୱରଙ୍କ ଠାରୁ ନୁହେଁ, ଏହା ଏହି ପାପପୂର୍ଣ୍ଣ ଜଗତରୁ ଆସିଥାଏ। ପ୍ରଥମ ଜନ 2:16 ପଦ କହେ, କାରଣ ଶରୀରର ଅଭିଳାଷ, ଚକ୍ଷୁର ଅଭିଳାଷ, ଜଗତରେ ଯାହା କିଛି ଅଛି ଅର୍ଥାତ୍ ଓ ଜୀବନର ଅହଙ୍କାର ସଂସାରରେ ଥିବା ଏ ସମସ୍ତ ପିତାଙ୍କ ଠାରୁ ନୁହେଁ ମାତ୍ର ଜଗତରୁ ଆସେ। ତେଣୁ ଯଦି ପ୍ରଲୋଭନ ଦୂର ହେଉନାହିଁ ଏବଂ ପ୍ରତିଦିନ ଆପଣଙ୍କୁ ଏହାର ସମ୍ମୁଖୀନ ହେବାକୁ ପଡୁଛି ତେବେ ଏକମାତ୍ର ଅପସନ୍ ହେଉଛି ଏହା ସହିତ ଯୁଦ୍ଧ କରନ୍ତୁ। ଏବଂ ପ୍ରଥମ କଥା ଯାହା ଆପଣଙ୍କୁ କରିବାକୁ ହେବ ତାହା ହେଉଛି ଆପଣଙ୍କ ମନରେ ଥିବା ସମସ୍ତ ମିଥ୍ୟାକୁ ଦୂର କରିବା। ଏବେ ଧ୍ୟାନ ଦେଇ ଶୁଣନ୍ତୁ, ଯଦି ଆପଣ ଭାବୁଛନ୍ତି ଯେ ପ୍ରଲୋଭନ ଆପଣଙ୍କ କଣ୍ଟ୍ରୋଲ ବାହାରେ ଅଛି ଏବଂ ତାହା ଅତି ବଡ଼ ବୋଲି ମନେ କରୁଛନ୍ତି ତେବେ ଆପଣ ଏକ ମିଥ୍ୟାକୁ ବିଶ୍ୱାସ କରୁଛନ୍ତି। ବିକଜ ପ୍ରଥମ କରନ୍ତୀୟ 10:13 ପଦ କୁହେ, ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ ତା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମମାନଙ୍କ ପ୍ରତି ଘଟି ନାହିଁ, କିନ୍ତୁ ଈଶ୍ୱରଙ୍କ ବିଶ୍ୱାସ୍ୟ ସେ ତୁମମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ, ମାତ୍ର ଯେପରି ତୁମେମାନେ ସହ୍ୟ କରିପାର ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରନ୍ତି। ମୋର ବ୍ୟକ୍ତିଗତ ଜୀବନରୁ କିଛି କଥା ଆପଣଙ୍କୁ କହିବାକୁ ଚାହେଁ। ବେଳେବେଳେ ଏମିତି ଟେମ୍ପଟେସନରେ ମୁଁ ସମ୍ମୁଖୀନ ହୁଏ, ସେହି ସମୟରେ ମୁଁ ପରମେଶ୍ୱରଙ୍କୁ ପ୍ରାର୍ଥନା କରି ଏହି ପ୍ରକାର କହିଥାଏ, ଏହା ସହ୍ୟ କରିବା ମୋ ପାଇଁ ଅତ୍ୟଧିକ ହୋଇଅଛି, ମୁଁ ଏହା ଆଉ ସହ୍ୟ କରିପାରିବି ନାହିଁ ଏବଂ ଈଶ୍ୱରଙ୍କୁ ବିଶ୍ୱାସ କରିବା ପରିବର୍ତ୍ତେ ଚିନ୍ତା କରିବାରେ ବିଜି ହୋଇଯାଇଥାଏ। କିନ୍ତୁ ଏହି ପ୍ରକାର ଭାବିବା ଭିତରେ ପବିତ୍ର ଆତ୍ମା ମୋ ମନକୁ ଏହି ପଦଟି ଆଣୁଥାନ୍ତି, ମନୁଷ୍ୟ ସହ୍ୟ କରିପାରେ ଏପରି ପରୀକ୍ଷା ଛଡ଼ା ଅନ୍ୟ କୌଣସି ପରୀକ୍ଷା ତୁମମାନଙ୍କୁ ଘଟି ନାହିଁ ଓ ସେ ପରୀକ୍ଷା ସଙ୍ଗେ ସଙ୍ଗେ ନିସ୍ତାରର ପଥ ମଧ୍ୟ ପ୍ରସ୍ତୁତ କରିବେ। ତାପରେ ମୁଁ ମୋ ନିଜର ଅନୁଭୂତି ଅପେକ୍ଷା ଈଶ୍ୱରଙ୍କ ସତ୍ୟକୁ ବିଶ୍ୱାସ କରିବାକୁ ନିଷ୍ପତ୍ତି ନିଏ ଏବଂ ସ୍ଥିର କରେ ଯେ ଈଶ୍ୱର ମୋ ପଥରେ ଯାହା ବି ଆଣିବେ ମୁଁ ତାହା ସହ୍ୟ କରିବି। ପ୍ରତ୍ୟେକ ଥର ଈଶ୍ୱର ମୋତେ ସାହାଯ୍ୟ କଲେ ଏବଂ କରୁଅଛନ୍ତି କାରଣ ସେ
ବିଶ୍ୱସ୍ତ ଅଟନ୍ତି। ବର୍ତ୍ତମାନ ଆପଣ ହୁଏତ ଅନୁଭବ କରୁଥିବେ ଯେ ପ୍ରଲୋଭନ ଆପଣଙ୍କ ପାଇଁ ବହୁତ ଶକ୍ତିଶାଳୀ, ଆପଣ ଏହାକୁ ସହ୍ୟ କରିପାରିବେ ନାହିଁ, କିନ୍ତୁ ବାଇବଲ କହେ ଯେ ଆପଣ କରିପାରିବେ ବୋଲି। ଈଶ୍ୱର ବିଶ୍ୱସ୍ତ ଏବଂ ପ୍ରତିରୋଧ କରିବାର ଶକ୍ତି ବାହାରେ ସେ ଆପଣଙ୍କୁ ପ୍ରଲୋଭିତ ହେବାକୁ ଦେବେ ନାହିଁ। ଏହି ଦୁନିଆରେ ଆପଣ ହୁଏତ ବିଭିନ୍ନ ପରୀକ୍ଷା ଏବଂ କ୍ଲେଶ ମଧ୍ୟ ଦେଇ ଗତି କରିପାରୁଥାନ୍ତି, କିନ୍ତୁ ଈଶ୍ୱର ଆପଣଙ୍କୁ ଆବଶ୍ୟକୀୟ ଜିନିଷ ଦେବେ। ଏହା ସହ୍ୟ କରିବା ପାଇଁ ସେ ଆପଣଙ୍କୁ ସଜ୍ଜିତ କରିବେ କିମ୍ବା ସଠିକ ସମୟରେ ସେ ଆପଣଙ୍କୁ ସେଥିରୁ ରକ୍ଷା କରିବେ। ସେକେଣ୍ଡ ପଏଣ୍ଟ ହେଉଛି ଫ୍ଲି, ପଳାୟନ କରନ୍ତୁ। ଆପଣ ବାଇବଲ ଓ ସତ୍ୟକୁ ଜାଣିଥିଲେ ମଧ୍ୟ, ଈଶ୍ୱରଙ୍କୁ ବିଶ୍ୱାସ କରୁଥିଲେ ମଧ୍ୟ ପ୍ରଲୋଭନରୁ କିପରି ଜୟ କରିବେ ତାହା ଶିଖିବା ଦରକାର। ମୁଁ ଏଠାରେ କ'ଣ କହିବାକୁ ଚାହୁଁଛି, ଯେଉଁ ମୁହୂର୍ତ୍ତରେ ଆପଣ ନିଜକୁ ପ୍ରଲୋଭନର ପରିସ୍ଥିତିରେ ପଡ଼ନ୍ତି, ଆପଣଙ୍କୁ ଯଥାଶୀଘ୍ର ସେହି ପରିସ୍ଥିତିରୁ ବାହାରିବାକୁ ଚେଷ୍ଟା କରିବାକୁ ହେବ। 2 ତିମୋଥୀ 2:22 କହେ, ପୁଣି ଯୌବନର ଅଭିଳାଷର ସବୁ ପଳାୟନ କର ଏବଂ ଯେଉଁମାନେ ଶୁଦ୍ଧ ଅନ୍ତଃକରଣରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି ସେମାନଙ୍କ ସହିତ ଧାର୍ମିକତା, ବିଶ୍ୱାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ। ବାଇବଲ କହେ ନାହିଁ ଯେ ଏହାକୁ ଦେଖ, ଟିକେ ପାଖକୁ ଯାଅ କିମ୍ବା ସେଠାରେ ଠିଆ ହୋଇ ସେ ବିଷୟରେ ଚିନ୍ତା କର, କିମ୍ବା ଏହା ସେଠାରୁ ଚାଲିଯିବା କଥା ମଧ୍ୟ କହେ ନାହିଁ। ଏହା କହେ ପଳାୟନ କର, ଯାହାର ଅର୍ଥ ହେଉଛି ଯଥାଶୀଘ୍ର ସେଠାରୁ ଦୌଡ଼ି ପଳାଅ ବା ପାପ କର ନାହିଁ। ଯଦି ଆପଣ ମଦ୍ୟପାନ ସହିତ ସଂଘର୍ଷ କରୁଛନ୍ତି, ତେବେ ସେହି ସାଙ୍ଗମାନଙ୍କ ପାଖକୁ ଯାଆନ୍ତୁ ନାହିଁ ଯେଉଁମାନେ ପିଅନ୍ତି ବୋଲି ଆପଣ ଜାଣନ୍ତି। ଯଦି ଏପରି ହେଉଛି, ତେବେ ହୁଏତ ପ୍ରଥମେ ଭଲ ସାଙ୍ଗ ଖୋଜନ୍ତୁ ଓ ତା ସହିତ ଫ୍ରେଣ୍ଡସିପ୍ କରନ୍ତୁ। ଯଦି ଆପଣ କାମନା ସହିତ ଷ୍ଟ୍ରଗଲ କରୁଛନ୍ତି, ତେବେ ଟିଭି କିମ୍ବା ଫୋନରେ ଇନ୍ଆପ୍ରୋପ୍ରିଏଟ୍ ବା ଅନୁପଯୁକ୍ତ ଜିନିଷ ଦେଖନ୍ତୁ ନାହିଁ, ଖରାପ ମୁଭିଜ୍ ଦେଖନ୍ତୁ ନାହିଁ। ଏହାର ପରିବର୍ତ୍ତେ କିଛି ଅଲଗା କାମ କରନ୍ତୁ, ଏଥିରୁ ପଳାୟନ କରନ୍ତୁ। ଶୈତାନକୁ ସୁଯୋଗ ଦିଅନ୍ତୁ ନାହିଁ, ପ୍ରଲୋଭନ ସହିତ ଖେଳନ୍ତୁ ନାହିଁ। ଏହା ଦେଖାଦେବା ମାତ୍ରେ ସେଠାରୁ ଦୂରେଇ ଯାଆନ୍ତୁ। ଥାର୍ଡ ପଏଣ୍ଟ ହେଉଛି ପ୍ରାର୍ଥନା କରନ୍ତୁ, ବିକଜ ପ୍ରାର୍ଥନାରେ ଶକ୍ତି ଅଛି। ଜଣେ ଧାର୍ମିକ ବ୍ୟକ୍ତିକୁ ପ୍ରାର୍ଥନାରେ ବହୁତ ଶକ୍ତି ମିଳିଥାଏ। ଆମେ ଯଥେଷ୍ଟ ପ୍ରାର୍ଥନା କରୁନାହୁଁ। ମୋ କହିବାର ଅର୍ଥ ହେଉଛି ଗମ୍ଭୀର ପ୍ରାର୍ଥନା, ଯେଉଁଠାରେ ଆପଣ ନିଜ କୋଠରୀକୁ ଯାଇ କବାଟ ବନ୍ଦ କରନ୍ତୁ ଏବଂ ଈଶ୍ୱରଙ୍କ ସହିତ ସମୟ ବିତାନ୍ତୁ। ଯୀଶୁ ନିଜେ ତାଙ୍କ ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଇଥିଲେ, ଯେପରି ସେମାନେ ପ୍ରଲୋଭନରେ ନ ପଡ଼ନ୍ତି। କିଛି ଲୋକ କହନ୍ତି, ମୁଁ ପ୍ରାର୍ଥନା କରେ କିନ୍ତୁ ମୋତେ ଉତ୍ତର ମିଳୁନାହିଁ, ମୁଁ ସମସ୍ୟାରୁ ବାହାରି ପାରୁନାହିଁ। ଯଦି ଧାର୍ମିକ ପୁରୁଷ ସଠିକ ଉଦ୍ଦେଶ୍ୟରେ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ପ୍ରାର୍ଥନା କରନ୍ତି, ତେବେ ପ୍ରାର୍ଥନା ଡେଫିନେଟଲି ପରମେଶ୍ୱର ଶୁଣିବେ। ନିଜକୁ ପଚାରନ୍ତୁ ଏବଂ ସଚେତ ହୁଅନ୍ତୁ, ଆପଣ କ'ଣ ଧାର୍ମିକତା ଓ ପବିତ୍ରତାର ସହ ବଞ୍ଚୁଛନ୍ତି ଏବଂ ସଠିକ ଉଦ୍ଦେଶ୍ୟରେ ପ୍ରାର୍ଥନା କରୁଛନ୍ତି କି? ଯାକୋବ 1:6 କହେ, ମାତ୍ର ସେ କିଛି ମାତ୍ର ସନ୍ଦେହ ନ କରି ବିଶ୍ୱାସରେ ମାଗୁ, କାରଣ ଯିଏ ସନ୍ଦେହ କରେ ସେ ବାୟୁ ଦ୍ୱାରା ଚାଳିତ ଓ ଅନ୍ଧୋଳିତ ସମୁଦ୍ରର ଢେଉ ପରି। ଆପଣଙ୍କୁ ନିର୍ମଳ ହୃଦୟରେ ସବୁକିଛି ପାଇଁ ପ୍ରାର୍ଥନା କରିବାକୁ ହେବ। ଆପଣଙ୍କୁ ସତର୍କ ରହିବାକୁ ହେବ ଏବଂ ଶୈତାନ ବିରୁଦ୍ଧରେ ସୁରକ୍ଷା ପାଇଁ ପ୍ରାର୍ଥନା କରିବାକୁ ହେବ। ଅନେକ ଖ୍ରୀଷ୍ଟିଆନ ଅନାବଶ୍ୟକ ଭାବରେ ପ୍ରଲୋଭନ ମଧ୍ୟ ଦେଇ ଗତି କରନ୍ତି, କାରଣ ସେମାନେ ଠିକ ଭାବରେ ପ୍ରାର୍ଥନା କରନ୍ତି ନାହିଁ। ମାଥିଉ 26:41 ଯୀଶୁ କହନ୍ତି, ତୁମେମାନେ ଯେପରି ପରୀକ୍ଷାରେ ନ ପଡ଼ ଏଥିପାଇଁ ଜାଗ୍ରତ ହୁଅ ଓ ପ୍ରାର୍ଥନା କର। ଆତ୍ମା ଇଚ୍ଛୁକ ସତ, ମାତ୍ର ଶରୀର ଦୁର୍ବଳ। ଫୋର୍ଥ ପଏଣ୍ଟ ହେଉଛି ଆତ୍ମଙ୍କ ଦ୍ୱାରା ଆଚରଣ କର। ଆପଣଙ୍କ ମଧ୍ୟରେ ଥିବା ଆଧ୍ୟାତ୍ମିକ ସ୍ୱଭାବ ଏବଂ ଶାରୀରିକ ସ୍ୱଭାବ ମଧ୍ୟରେ କ୍ରମାଗତ ଭାବରେ ଯୁଦ୍ଧ ଚାଲିଥାଏ ଏବଂ ଆପଣଙ୍କୁ ପ୍ରତିଥର ଶାରୀରିକ ଅଭିଳାଷ ଅପେକ୍ଷା ଆତ୍ମର ଡିଜାୟାରକୁ ବାଛିବାକୁ ହେବ। ଯଦି ଆପଣ ଆତ୍ମଙ୍କ ଦ୍ୱାରା ଚାଲନ୍ତି, ତେବେ ଆପଣ ଶାରୀରିକ ଅଭିଳାଷକୁ ପୂର୍ଣ୍ଣ କରିବେ ନାହିଁ, ଯାହାର ଅର୍ଥ ହେଉଛି ଆପଣ ପ୍ରଲୋଭନ ଏବଂ ପାପର ବଶବର୍ତ୍ତୀ ହେବେ ନାହିଁ। ଗାଲାତୀୟ 5:ଅଧ୍ୟାୟରେ ଏହି ପ୍ରକାର ଲେଖାଯାଇଅଛି, ଆତ୍ମାଙ୍କ ଦ୍ୱାରା ଆଚରଣ କର, ତହିଁରେ ତୁମେମାନେ ଶାରୀରିକ ଅଭିଳାଷ କୌଣସି ପ୍ରକାରେ ପୂର୍ଣ୍ଣ କରିବ ନାହିଁ। ପ୍ରଲୋଭନ ଓ ପାପକୁ ଜୟ କରିବାର ଚାବିକାଠି ହେଉଛି ସର୍ବଦା ଆତ୍ମାଙ୍କ ଦ୍ୱାରା ଚାଲିବା। ଯେତେବେଳେ ବି ଆପଣ ପ୍ରଲୋଭନ ସମ୍ମୁଖରେ ଠିଆ ହୁଅନ୍ତି, ଆପଣ ପାଖରେ ମାତ୍ର 2ଟି ଚଏସେସ୍ ଥାଏ। ଆପଣ ନିଜ ମନକୁ ଶରୀରର ଅଭିଳାଷ ଉପରେ କିମ୍ବା ଆତ୍ମା ଉପରେ ରଖିବା। ରୋମିଓ 8:5 କହେ, କାରଣ ଯେଉଁମାନେ ଶାରୀରିକ ମନା ସେମାନେ
ଶାରୀରିକ ବିଷୟରେ ମନୋଯୋଗ କରନ୍ତି, ମାତ୍ର ଝିଅମାନେ ଆତ୍ମିକ କାମନା ସେମାନେ ଆତ୍ମିକ ବିଷୟରେ ମନୋଯୋଗ କରନ୍ତି, କାରଣ ଶାରୀରିକ ଭାବ ମୃତ୍ୟୁଜନକ, ମାତ୍ର ଆତ୍ମିକ ଭାବ ଜୀବନ ଓ ଶାନ୍ତିଦାୟକ। ଆପଣ ଏବେ ବୁଝିପାରୁଛନ୍ତି କି ଜଣେ ଖ୍ରୀଷ୍ଟିଆନ ଭାବରେ ମଧ୍ୟ ଆପଣଙ୍କ ମଧ୍ୟରେ ଏହି ଯୁଦ୍ଧ ସର୍ବଦା କାହିଁକି ଚାଲିଥାଏ? ଏହାକୁ ଜୟ କରିବା ପାଇଁ ଆପଣଙ୍କୁ କେବଳ ଆତ୍ମାଙ୍କ ଦ୍ୱାରା ଚୁଜ୍ ଏବଂ କାର୍ଯ୍ୟ କରିବାକୁ ହେବ, ଶାରୀରିକ ଭାବରେ ନୁହେଁ, ଏବଂ ଆପଣଙ୍କୁ ଏହା ପ୍ରତିଥର କରିବାକୁ ପଡ଼ିବ। ଆପଣ ଏହା ଯେତେ ଅଧିକ କରିବେ ଏବଂ ଈଶ୍ୱରଙ୍କ ଠାରେ ଯେତେ ଆଧ୍ୟାତ୍ମିକ ଭାବରେ ବଢ଼ିବେ, ଏହା ସେତେ ସହଜ ହୋଇଯିବ ଏବଂ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେୟାରଫୁଲି ଶୁଣନ୍ତୁ, ଦ ସ୍ପିରିଟ୍ ଇଜ୍ ୱିଥିନ୍ ୟୁ। ପବିତ୍ର ଆତ୍ମା ଆପଣଙ୍କ ଠାରେ ଅଛି। ସେ ଆପଣଙ୍କୁ ପାପକୁ ଜୟ କରିବାକୁ ଶକ୍ତି ଦିଏ। ୟୁ କାଣ୍ଟ ଡୁ ଇଟ୍ ଆଲୋନ୍। ଆପଣ ଏହା ଏକାକୀ କରିପାରିବେ ନାହିଁ। ଏହା ସମୟ ଯେ ଆପଣ ଈଶ୍ୱରଙ୍କ ସହିତ ଆପଣଙ୍କର ସମ୍ପର୍କକୁ ଇମ୍ପୋର୍ଟାନ୍ସ ଦିଅନ୍ତୁ ଏବଂ ୱାକ୍ ୱିଥ୍ ଦି ସ୍ପିରିଟ୍।